ଝାଲମୁଢ଼ି ଝାଲମୁଢ଼ି ବନା ହବ ଆଜି। ଝାଲମୁଢ଼ି ପାଇଁ ଆମର ପ୍ରସ୍ତୁତ ହେଇଛି ଲେମ୍ବୁ ଆଉ ନଡ଼ିଆ। ଲେମ୍ବୁଟା ହେଉଛି ଝାଲମୁଢ଼ି ବନା ହବ ଆମର। ଝାଲମୁଢ଼ି ପାଇଁ ଆମେ ନେଇଛୁ ଲେମ୍ବୁ। ଲେମ୍ବୁଟା ହେଉଛି ଆଣ୍ଟିବାୟୋଟିକ୍ କାମ କରିବ। ନଡ଼ିଆ ପେଟ ଥଣ୍ଡା ରଖିବ। ଟମାଟୋ ଝାଡ଼ା କ୍ଲିୟର କରିବ। ଏଠି କାକୁଡ଼ି ନେଇଛୁ ପେଟ ଥଣ୍ଡା ରଖିବ। ପିଆଜଟା ଟିକେ ମନକୁ ଆତ୍ମାକୁ ଶାନ୍ତି ଦବ। ଏଇଟା ଧଣିଆ ପତ୍ର ମନ ତୃପ୍ତି କରିବ। ଏଠି ଦେଇଛୁ ଟିକେ ଆମର ଗୋଲମରିଚ ପେଟଟା ପୁରା କ୍ଲିୟର କରିଦବ। ଝାଡ଼ା ଫାଡ଼ା ସବୁ କ୍ଲିୟର। ଏଇଟା ହେଉଛି ଜିରା ଗୁଣ୍ଡ ମାନେ ଖାଇବାରେ ମଜା ଆସିବ। ଏଠି ବିଟ୍ ଲୁଣ ଲୁଣ ଚଟପଟା ଲାଗିବ। ଆଉ ଲଙ୍କାଟା ଅଛି ଟିକେ ରାଗ ଲାଗିବା ପାଇଁ। ଏଇଟା ସୋରିଷ ତେଲ ଦେଖନ୍ତୁ। ସୋରିଷ ତେଲ ପକେଇବା। ସୋରିଷ ତେଲ ଟିକେ ପକେଇବା। ବେଶୀ ପଡ଼ିଗଲା କି ହଉ ଏତିକି ଥାଉ। ସୋରିଷ ତେଲ ପକେଇଲେ ନଳା ବାଟେ ଠିକ୍ ସେ ଯିବ। ଝାଲମୁଢ଼ି ଖିଆ ହବ ନା। ଝାଲମୁଢ଼ି ମନସାରେ ଝାଲମୁଢ଼ି ଖାଇବ ନା। ଆସ ଝାଲମୁଢ଼ି ମୁଁ ବନେଇକି ଦେଖଉଛି ରେସିପି। ଦେଖ ତମେ ତ ଖାଇଥିଲ ଆମେ ବନେଇକି ଦେଖଉଛୁ। ଆଚାର ପଡିଲା। କାହା କହୁଛ? ମୋହନ ଭାଇ ଏ ତାପରେ ପଡିଗଲା ଲେମ୍ବୁ। ତାପରେ ଆଉ ଗୋଟେ ଲେମ୍ବୁ। ଦିଟା ଲେମ୍ବୁ ଚିପୁଡା ହେଲା। ପେଟ ପୁରା କ୍ଲିୟର ରଖିବ। ଆଣ୍ଟିବାୟୋଟିକ୍ କାମ କରିବ। କଲିକତା ବାଲା ବନେଇ ଦେଇଥିଲେ ଆମେ ବନେଇ ଦଉଛୁ। ତାପରେ ଏଟା ଭଲିକି ମିକ୍ସ କରିଦବା। ତାପରେ ଏଠି ଯାହା ଥିଲା ସବୁ ଢାଳିଦବା। ଆଉ ମୋହନ ସାରଙ୍କ ପାଇଁ ବନାଉଛି ଏଟା। ଝାଲମୁଢ଼ି କିଏ ଖାଇବ? ଝାଲମୁଢ଼ି ଓ ଝାଲମୁଢ଼ି ଝାଲମୁଢ଼ି ମାମା ଖାଇବ ମୋର ଝାଲମୁଢ଼ି। ମାମା ଟିକେ ଟେଷ୍ଟ କରି କହିଦିଅ କେମିତି ଲାଗୁଛି। ଏଇଥିରେ ଖାଇବ। ମିକ୍ସଚରଟା ପଡିବ। ଏଇଟା ତ ମେନ୍ ଜିନିଷ। ହଁ ଝାଲମୁଢ଼ି ଝାଲମୁଢ଼ି ଏ ଖାଇବ ଝାଲମୁଢ଼ି ଝାଲମୁଢ଼ି।